ରାଜାର ଦରବାରରେ ଏକ ବ୍ୟକ୍ତି ଚାକିରି ମାଗିବା ପାଇଁ ଆସିଥିଲା। ତାକୁ ତାର ଯୋଗ୍ୟତା ପଚରାଗଲା ତ ସେ କହିଲା, ମୁଁ ମଣିଷ ହେଉ କି ପଶୁ, ତାର ଚେହେରା ଦେଖିକରି ତା ବିଷୟରେ ବତାଇ ପାରିବି। ରାଜା ତାକୁ ନିଜ ଖାସ୍ ଘୋଡ଼ାର ଅଶ୍ୱଶାଳାର ଇନଚାର୍ଜ ବନାଇଦେଲେ। କିଛି ଦିନ ପରେ ରାଜା ତାକୁ ନିଜ ସବୁଠାରୁ ମହଙ୍ଗା ଏବଂ ମନପସନ୍ଦର ଘୋଡ଼ା ବିଷୟରେ ପଚାରିଲେ ତ ସେ କହିଲା, ଜାତିର ନୁହେଁ। ରାଜା ଆଶ୍ଚର୍ଯ୍ୟ ହୋଇଗଲା। ସେ ଜଙ୍ଗଲରୁ ଘୋଡ଼ାର ମାଲିକକୁ ଡକାଇ ପଚାରିଲା ତ ସେ କହିଲା, ଘୋଡ଼ା ଜାତିର ତ ଅଟେ, କିନ୍ତୁ ଏହାର ଜନ୍ମ ହେବା କ୍ଷଣି ଏହାର ମା'ର ମୃତ୍ୟୁ ହୋଇଗଲା। ଏଥିପାଇଁ ସେ ଗୋଟିଏ ଗାଈର କ୍ଷୀର ପିଇ ତା ସାଥିରେ ବଢ଼ିଛି। ରାଜା ସେ ନୌକରକୁ ଡକାଇଲା ଏବଂ ପଚାରିଲା, ତୁମେ କେମିତି ଜାଣିଲ ଯେ ଘୋଡ଼ାଟି ଜାତିର ନୁହେଁ ବୋଲି? ସେ କହିଲା, ଯେବେ ଏହି ଘୋଡ଼ାଟି ଘାସ ଖାଇଥାଏ ତ ଗାଈ ପରି ମୁଣ୍ଡ ତଳକୁ କରି ଖାଏ, କିନ୍ତୁ ଜାତିର ଘୋଡ଼ା ଘାସକୁ ମୁହଁରେ ନେଇ ମୁଣ୍ଡ ଉଠାଇ ଦେଇଥାଏ। ରାଜା ତାର ଯୋଗ୍ୟତାରେ ବହୁତ ଖୁସି ହେଲା। ସେ ନୌକର ଘରେ ଶସ୍ୟ, ଘିଅ, କୁକୁଡ଼ା ଏବଂ ବହୁତ ସାରା ଛେଳି ଉପହାରରେ ପଠାଇଦେଲା। ଏବଂ ଏବେ ସେ ତାକୁ ରାଣୀର ମହଲରେ ଜଗୁଆଳି ଭାବେ ରଖିଲା। କିଛି ଦିନ ପରେ ରାଜା ତାକୁ ରାଣୀ ବିଷୟରେ ରାୟ ମାଗିଲା ତ ସେ କହିଲା, ଚାଲିଚଳଣି ତ ରାଣୀ ପରି ଅଟେ, କିନ୍ତୁ ବଂଶଗତ ନୁହେଁ। ରାଜା ଆଶ୍ଚର୍ଯ୍ୟ ହୋଇଗଲା। ସେ ନିଜ ଶାଶୁକୁ ଡକାଇଲା। ଶାଶୁ କହିଲେ, ସତ କଥା ତ ଏହା ଅଟେ ଯେ ଆପଣଙ୍କ ବାପା ମୋର ପତିକୁ ଆମର ଝିଅ ଜନ୍ମ ହେବା ପରେ ହିଁ ଝିଅର ହାତ ମାଗି ଦେଇଥିଲେ, କିନ୍ତୁ ଆମର ଝିଅ 6 ମାସରେ ହିଁ ମରିଗଲା। କିନ୍ତୁ ଆମେ ଆପଣଙ୍କ ରାଜବଂଶ ସହିତ ସମ୍ପର୍କ ନିକଟତର ରହିବା ପାଇଁ ଅନ୍ୟର ଝିଅକୁ ନିଜ ଝିଅ ବନାଇଲୁ। ରାଜା ପୁଣି ନିଜ ଚାକରକୁ ଡକାଇ ପଚାରିଲା, ତମେ କେମିତି ଜାଣିଲ? ସେ କହିଲା, ରାଣୀ ସାହେବାର ଚାକରମାନଙ୍କ ପ୍ରତି ବ୍ୟବହାର ମୂର୍ଖମାନଙ୍କ ଠାରୁ ମଧ୍ୟ ହୀନ ଅଟେ। ଏକ ଖାନଦାନୀ ମଣିଷର ଅନ୍ୟ ପ୍ରତି ବ୍ୟବହାର କରିବାର ଶୈଳୀ ହୋଇଥାଏ, ଯାହା ରାଣୀ ସାହେବାଠାରେ ବିଲକୁଲ ନାହିଁ। ରାଜା ପୁଣି ତାର ତୀକ୍ଷ୍ଣ ନଜରରେ ଖୁସି ହେଲା ଏବଂ ପୁଣି ସେ ବହୁତ ଶସ୍ୟ, ଛେଳି, ମେଣ୍ଢା ଉପହାର ଆଦି ସ୍ୱରୂପ ପଠାଇଦେଲା। ସାଥିରେ ତାକୁ ନିଜ ଦରବାରରେ ଛିଡ଼ା କଲା। କିଛି ସମୟ ଗଲା। ରାଜା ପୁଣି ସେ ଚାକରକୁ ଡାକିଲା ଏବଂ ନିଜ ବିଷୟରେ ପଚାରିଲା। ଚାକରଟି କହିଲା, ଜୀବନ ବଞ୍ଚିବ ତ କହିବି। ରାଜା ବଚନ ଦେଲେ ତ ସେ କହିଲା, ନା ତ ଆପଣ ରାଜାର ପୁତ୍ର ଅଟ ଏବଂ ନା ଆପଣଙ୍କର ଚାଲିଚଳନ ରାଜା ପରି ଅଟେ। ରାଜା ବହୁତ କ୍ରୋଧିତ ହେଲା, କିନ୍ତୁ ଜୀବନ ରକ୍ଷାର ବଚନ ଦେଇ ସାରିଥିଲା। ରାଜା ସିଧା ଯାଇ ନିଜ ମା'ର ମହଲରେ ପହଞ୍ଚିଲା। ମା କହିଲେ, ଏହା ସତ ଅଟେ, ତୁମେ ଏକ ଚରାଳୀର ପୁତ୍ର ଅଟ। ଆମର ସନ୍ତାନ ନଥିଲା ତ ତୁମକୁ ପୋଷପୁତ୍ର କରି ପାଳିଲୁ। ରାଜା ପୁଣି ନୌକରକୁ ଡାକିଲା ଏବଂ ପଚାରିଲା, କୁହ, ଏବେ ତୁମେ କେମିତି ଜାଣିଲ? ସେ କହିଲା, ଯେବେ ରାଜା କାହାକୁ ଉପହାର ଦିଅନ୍ତି ତ ଉପହାରରେ ହୀରା, ମୋତି, ମାଣିକ ଆଦି ଦିଅନ୍ତି, କିନ୍ତୁ ଆପଣ ମେଣ୍ଢା, ଛେଳି, ଗାଈ, ଶସ୍ୟ, ଖାଦ୍ୟ ଖାଇବାର ଜିନିଷ ଦେଉଛନ୍ତି। ଏହି ଶୈଳୀ ତ କୌଣସି ରାଜାର ନୁହେଁ, କୌଣସି ଚରାଳୀର ପୁତ୍ରର ହିଁ ହୋଇଥିବ। ଧନ, ଦୌଲତ, ସୁଖ, ସମୃଦ୍ଧି, ରୁତ୍ୱା, ବାହୁବଳ ଏହିସବୁ ବାହାରେ ଦିଖାବା ଅଟେ। ମଣିଷର ବାସ୍ତବିକତାର ପରିଚୟ ତାର ବ୍ୟବହାର ଏବଂ ତାର ଭାବନା ଶକ୍ତିରୁ ହିଁ ହୋଇଥାଏ। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି କାହାଣୀଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।